ମୋ ନାଁ ମନେନ୍ଦ୍ର କୁମାର ସ୍ୱାଇଁ। ମୁଁ ଏଲ୍ କଲୋନି ରହୁଛି ବିଏସ୍ଏସ୍ ନଗର ବାସିନ୍ଦା। ଆଜି ଯୋଉ ଷ୍ଟ୍ରାଇକ୍ ହେଇଥିଲା ସେଥିରେ ମୁଁ ବି ଜଣେ ଭୁକ୍ତଭୋଗୀ। ମୋର ବି ବହୁତ ଅର୍ଜେଣ୍ଟ ଥିଲା କାମ, ମୁଁ ଜଣଙ୍କୁ ଛାଡ଼ିବାର ଥିଲା। ମୁଁ ଗାଡି ବୁକ୍ କରୁଛି କିନ୍ତୁ ଗାଡି ମୋ ପାଖକୁ ଆସୁନି। ତାପରେ ମୁଁ ଜାଣିପାରିଲି ଯେ ଏଠି ରାସ୍ତା ବନ୍ଦ କରିଦିଆଯାଇଛି। ଏଇ ଯୋଉ ଏଇଠି ପ୍ରୋବ୍ଲେମଟା, ଏଇ ପ୍ରୋବ୍ଲେମ ପାଇଁ ମାନେ ସବୁ ଲୋକ ଏଠି ଅସୁବିଧାରେ ପଡୁଛନ୍ତି। ଆଉ 2 ଦିନ ପୂର୍ବରୁ କଣ୍ଟିନ୍ୟୁସ୍ ବର୍ଷା ହେଇଥିଲା, ସେତେବେଳେ ଏଇ ଜାଗା ଏମିତି ଅବସ୍ଥାରେ ଥିଲା ଯେ ପ୍ରତ୍ୟେକ ଦିନ 2ଟା 3ଟା ଆକ୍ସିଡେଣ୍ଟ ହେଇକି ରହୁଛି। ଲୋକମାନେ ଗାଡିରେ ଗଲା ମାନେ ଖସି ପଡୁଛନ୍ତି ଗାଡିରୁ। ଆଉ ଏଟା ପ୍ରତି କେହି ଧ୍ୟାନ ଦଉନାହାନ୍ତି। ଏ କାମ ଯେତେବେଳେ କରାଯାଉଛି ଆଗେ ଗୋଟେ ପାଖରେ ଗୋଟେ ତାର ଅଲ୍ଟରନେଟିଭ ରାସ୍ତା କରିକି ତାପରେ ଏଇ ସବୁ କାମ କରିବା କଥା। ଏଥିପ୍ରତି କେହି ବି ଧ୍ୟାନ ଦଉନାହାନ୍ତି। ସବୁ ଲୋକଙ୍କର କଣ ଅସୁବିଧା ହଉଛି ତା ପ୍ରତି କାହାର ବି ଧ୍ୟାନ ନାହିଁ। ସମସ୍ତେ ହଁ ଚାଲିଛି ତ ଚାଲିଛି ଗୋଟେ ଚଲେଇଛନ୍ତି। ତ ଏଇ ଆଜି ଯୋଉ ଜିନିଷଟା ହେଲା ସେଟା ବହୁତ ଆଗରୁ ହବାର ଥିଲା। ଆଉ ଆମର ଯୋଉ ଜନସାଧାରଣ ଆମେ ଅଛୁ, ଯୋଉ ବିଏସ୍ଏଫ୍ ବାସିନ୍ଦା ଆମେ ଅଛୁ, ଆମର ଏହା ପ୍ରତି ବହୁତ ପୂର୍ଣ୍ଣ ସମର୍ଥନ ରହିଛି। ଆଜିର ଏଇଟା ଗୋଟେ ପ୍ରତୀକ ଆନ୍ଦୋଳନ ଥିଲା। ଯଦି ଏହାର ସ୍ଥାୟୀ ସମାଧାନ ନ କରାଯାଏ ତେବେ ଆଗକୁ ଯାଇ ଏଇଟା ବହୁତ ଭୟଙ୍କର ଆନ୍ଦୋଳନ କରାଯିବ। ଆଉ ଏଇ ଆନ୍ଦୋଳନ ସମାଧାନ ନ ହେଲା ପର୍ଯ୍ୟନ୍ତ ଆମେ ଏଇଠୁ ଲୋକମାନେ କେହି ଏଇଠୁ ଉଠିବେନି। ଏଇ ପ୍ରତିଶ୍ରୁତି ଆଜି ଦିଆଯାଇଛି ବୋଲି ଆମେ ଏଇ ଷ୍ଟ୍ରାଇକକୁ ଆଜି ସାମୟିକ ଭାବରେ ବନ୍ଦ କରିଛୁ। ମୁଁ ନରେନ୍ଦ୍ର କୁମାର ବିଶ୍ୱାଳ, ଏକତା ମଞ୍ଚ ବିଏସ୍ଏସ୍ ନଗର ଏକତା ମଞ୍ଚର ସଭାପତି। ଆଜି ଆମେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଆୟୋଜନ କରିଥିଲୁ। ଏ ଆୟୋଜନର ମୁଖ୍ୟ କାରଣ ହେଉଛି ମାନେ ଆମର ଏଇଟା ହେଉଛି ବିଏସ୍ଏସ୍ ନଗର ଏବଂ ମୁଖ୍ୟ ରାସ୍ତାର ଯୋଉ ଦୟନୀୟ ଅବସ୍ଥା। ଆପଣମାନେ ବି ଆପଣଙ୍କ କ୍ୟାମେରା ଜରିଆରେ କିଛି ଭିଜୁଆଲ ବି ନେଇପାରିବେ। ଧନଜୀବନ ହାନି ହେଉଛି। ଛୋଟ ଛୋଟ ପିଲା ଆମର ଏଠି ପ୍ରାୟ ଗଭର୍ଣ୍ଣମେଣ୍ଟ ସ୍କୁଲ 2ଟି, ପ୍ରାଇଭେଟ ସ୍କୁଲ 10-12ଟି ପ୍ରାଇଭେଟ ସ୍କୁଲ ବି ଅଛି, ମନ୍ଦିର, ତା ସହିତ ମେଡିକାଲ, ହାଟ, ମାନେ ଏଠି ପ୍ରାୟ 20ରୁ 30,000 ଲୋକ ବିଏସ୍ଏସ୍ ନଗର ବଜାର ଉପରେ ସେମାନେ ତାଙ୍କର ସବୁବେଳେ ଯାତାୟାତ। ଆଉ ପ୍ରତ୍ୟେକ ମୁହୂର୍ତ୍ତରେ ମେଡିକାଲରେ ଅଛି ଯେହେତୁ ପାଖରେ, ସବୁବେଳେ ସବୁ ମୁହୂର୍ତ୍ତରେ ମିନିମମ୍ ଡେଲି 20ରୁ 30,000 ଲୋକ ଏଠି ଯାତାୟାତ କରନ୍ତି। କିନ୍ତୁ ବଡ ଦୁଃଖର ବିଷୟ 2016 ମସିହାରେ ଶୁଭ ଦିଆ ହେଇଥିଲା ଯୋଉ ରେଲୱେ ବ୍ରିଜ, ଆପଣ ଦେଖୁଛନ୍ତି, ଆପଣ ବି କ୍ୟାମେରାରେ ସେଇଟା ଦେଖିପାରିବେ। ଆଜି ପର୍ଯ୍ୟନ୍ତ ସେଇଟା ଠିକ ସେ ହେଇପାରିଲା ନାହିଁ। ଦ୍ୱିତୀୟତଃ ଠିକ ଅଛି, ରେଲୱେ ତାର ରାସ୍ତା କରୁ, ବ୍ରିଜ କରୁ, କଣ୍ଟ୍ରାକ୍ଟର ବ୍ରିଜ କରୁ, କେତେ ଦିନ ନଉଛି ତା ପାଇଁ କିଛି ଅସୁବିଧା ନାହିଁ। ଆମର ଗୋଟିଏ ଦାବି ହେଉଛି ସର୍ଭିସ ରାସ୍ତା, ଯୋଉ ରାସ୍ତାରେ ହିଁ ଲୋକମାନେ ସୁରୁଖୁରୁରେ ଯାତାୟାତ କରିପାରିବେ। ସର୍ଭିସ ରାସ୍ତାରେ ବି ଆପଣ ଦେଖିପାରିବେ, ଆପଣଙ୍କ କ୍ୟାମେରା ମାଧ୍ୟମରେ ସର୍ଭିସ ରାସ୍ତାର ବି ଶୋଚନୀୟ ଅବସ୍ଥା। ବର୍ଷା ଅସନା ହେଇଗଲେ ସରିଗଲା, ମାନେ ଆପଣ ଘରୁ ପଦାକୁ ବି ବାହାରି ପାରିବେନି, ଏଇଭଳିଆ ପରିସ୍ଥିତି। এই ପରିସ୍ଥିତିକି ଆମେ ଆଖି ଆଗରେ ରଖି ଆମ ଏକତା ମଞ୍ଚ ତରଫରୁ ଆମେ ଏକ ପ୍ରତିବାଦ ସଭା, ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଆୟୋଜନ କରିଥିଲୁ। ଆମକୁ ସବୁ ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ଆମର ବଡ ଭାଇମାନେ, ସ୍ଥାନୀୟ କର୍ପୋରେଟରଠୁ ଆରମ୍ଭ କରିକି ସମସ୍ତେ ଆମକୁ ସହଯୋଗ କରିଛନ୍ତି। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ତା ସହିତ ଆମର ଭାଇମାନେ ସମସ୍ତେ ଏକାଠି ହୋଇ ଆଜି ଆମେ ଏଇ ଯୋଉ ପ୍ରତିବାଦ କରିଛୁ, ଆର ନିହାତି ସମାଧାନ ହେବା ଦରକାର। ଯଦି ଏ ସମାଧାନ 2 ଦିନ 3 ଦିନ ଭିତରେ ସମାଧାନ ନ ହୁଏ, ଆଗାମୀ ଦିନରେ ଆଜି ଭାଇ କହୁଥିଲେ, ମୁଁ ବି କହିଛି, ଆଜି ଏଇଟା ଟ୍ରେଲର ଥିଲା, ଆଗାମୀ ଦିନ ଆମେ ଫିଲ୍ମରେ ପରିଣତ କରିବୁ। ଏହା ହିଁ ଆମର ସଂକଳ୍ପ, ଏହା ହିଁ ଆମର ଦାବି।